ସୁବର୍ଣ୍ଣପୁରରେ ଗରିବଙ୍କ ଯୋଜନା ଭୋଜନ ପାଲଟିଛି ଭୋଜଙ୍କର। ସୁବର୍ଣ୍ଣପୁର ଏକ ଦାଦନ ପ୍ରବଣ ଜିଲ୍ଲା। ଗ୍ରାମୀଣ ଲୋକଙ୍କ ଦାରିଦ୍ର୍ୟ ଦୂରୀକରଣ ପାଇଁ ସରକାର ବିକଶିତ ଭାରତ ଗ୍ୟାରେଣ୍ଟି ରୋଜଗାର ଆଜୀବିକା ମିଶନ ଗ୍ରାମୀଣ ଭିବିଜି ରାମଜୀ ଆଇନ ଲାଗୁ କରିଛନ୍ତି। ଏହା ଉପରେ ଜନଜାଗରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କର୍ମଶାଳା ଅନୁଷ୍ଠିତ କରୁଛନ୍ତି। ଗ୍ରାମାଞ୍ଚଳରେ ଭିତ୍ତିଭୂମି ବୃଦ୍ଧି ଏବଂ ଦାରିଦ୍ର୍ୟ ହ୍ରାସ କରିବାରେ ଭିବିଜି ରାମଜୀ କୁଆଡ଼େ ପ୍ରଭାବଶାଳୀ ହେବ। ଭିବିଜି ରାମଜୀ ଆଇନ ପ୍ରଚଳନର କାରଣ ହେଉଛି ଭିବିଜି ରାମଜୀରେ ପ୍ରଚଳିତ ଦୁର୍ନୀତି ଏବଂ ତ୍ରୁଟିକୁ ସୁଧାରିବା। ହେଲେ ସୁବର୍ଣ୍ଣପୁର ଜିଲ୍ଲାରେ ତାହା ଫସର ଫାଟିଛି। ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ଲୋକଙ୍କ ବଦଳରେ ମେସିନ୍ ଲଗାଇ କାର୍ଯ୍ୟ କରାଯାଉଛି। ଲୋକେ କାମଧନ୍ଦା ନ ପାଇ ଅନ୍ୟ ରାଜ୍ୟକୁ କର୍ମ ଅନ୍ୱେଷଣରେ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ସୁବର୍ଣ୍ଣପୁରରେ କିନ୍ତୁ ପ୍ରଶାସନିକ କାଗଜ ଖେଳରେ ମେସିନ୍ ଲଗାଇ କାର୍ଯ୍ୟ କରାଯାଉଛି। ଗତ 3 ମାସ ତଳେ ବିନକା ବ୍ଲକ ଟୁନପାଲିର ଏକ ବନ୍ଧରେ ମେସିନ୍ ବ୍ୟବହାର କରି କାର୍ଯ୍ୟ କରାଯାଉଥିଲା। ଗ୍ରାମୀଣ ବିକାଶ, ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ ନିଜେ ସେଠାରେ ପହଞ୍ଚି ମେସିନ୍ ସିଜ୍ କରିଥିଲେ। ସେଠାରେ ପୁଣି ଏବେ ମେସିନ୍ ବୁଲୁଛି। ସେହିପରି ସୋନପୁର ବ୍ଲକ ବିଶିମୁଣ୍ଡାରେ ମଧ୍ୟ ମେସିନ୍ ଦ୍ୱାରା ବନ୍ଧ କାମ କରାଯାଉଛି। ଏପିଓଙ୍କୁ କାମ ସମ୍ପର୍କରେ ଜଣାନଥିବା ସ୍ଥଳେ ପିଓ କିନ୍ତୁ ଫୋନ୍ ଉଠାଉନାହାନ୍ତି। ସରକାରଙ୍କ କାଗଜ ଖେଳରେ କିନ୍ତୁ ଗରିବ ଲୋକେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି। ଏଠି ଗରିବଙ୍କ ଯୋଜନା ଭୋଜନ ପାଲଟିଛି ଭୋଜମାନଙ୍କର।